ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଢେଙ୍କାନାଳ ଜିଲ୍ଲାରେ ଅନେକ ପ୍ରକାରର ପନିପରିବା ଓ ଫଳ ଫୁଲ ଚାଷ କରାଯାଉଛି। ଜିଲ୍ଲାରେ ପନିପରିବା ଓ ଫଳର ଚାହିଦା ବିଦେଶରେ ବଢ଼ି ଚାଲିଛି। ବିଶେଷ କରି ମହିଳା ଚାଷୀଙ୍କ ଉଦ୍ୟମକୁ ନେଇ ଚାଷ ଓ ବ୍ୟବସାୟିକ ଉଦ୍ୟମ ଯୋଗୁଁ ଅର୍ଥନୈତିକ ବିକାଶ ହେଉଛି। ସମ୍ଭାବ୍ୟ ଢଙ୍ଗରେ ଚାଷ କରିବା ସହ ମହିଳାମାନଙ୍କ ମଧ୍ୟରେ ନେତୃତ୍ୱ ବଢ଼ୁଛି। ଜିଲ୍ଲାରେ ମହିଳା ଚାଷୀମାନେ ମୁଣ୍ଡା ସାରୁ, ଦେଶୀ ଅମୃତଭଣ୍ଡା, ପୋଟଳ, ଭେଣ୍ଡି, କଲରା, ଷ୍ଟ୍ରବେରୀ, ଆମ୍ବ, ଡ୍ରାଗନ୍ ଫ୍ରୁଟ୍ ଆଦି ଫଳକୁ ଇଂଲଣ୍ଡ, ଇଟାଲୀ, ଆୟାରଲ୍ୟାଣ୍ଡ, ବେଲଜିୟମ୍, ଫ୍ରାନ୍ସ, ଦୁବାଇ, ବାହାରେନ୍ ଓ କୁଏତ ଭଳି ଦେଶଗୁଡ଼ିକୁ ରପ୍ତାନୀ କରୁଛନ୍ତି। ବିଶେଷ କରି ସପ୍ତଶଯ୍ୟା କୃଷି ଉତ୍ପାଦକ ସଂଗଠନ ସହଯୋଗରେ ଏହି ପରିବା ଓ ଫଳ ବିଦେଶକୁ ରପ୍ତାନୀ କରାଯାଉଛି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ବିମଳେନ୍ଦୁ ମହାନ୍ତି କହିଛନ୍ତି, ଢେଙ୍କାନାଳ ଜିଲ୍ଲାର ଗୋଟେ ଏପିଓ ଫାର୍ମର ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍, ଯାହାର ନାଁ କି ସପ୍ତଶଯ୍ୟା ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ, ସିଏ ଆମର ଏଠି ଲୋକାଲ ପ୍ରଡ୍ୟୁସକୁ ବିଦେଶ ରପ୍ତାନି କରିଛନ୍ତି। ଯାହା ଭିତରେ ଆମର ପ୍ରଥମେ ସେମାନେ ଆରମ୍ଭ କରିଥିଲେ ଆମ୍ବକୁ ବିଦେଶ ରପ୍ତାନି କରିଥିଲେ ଏବଂ ତାପରେ ଆମର ଦେଶୀ ପପୟା ତାକୁ ପଠାଇଥିଲେ। ତାପରେ ଷ୍ଟ୍ରବେରୀ ଚାଷ ମଧ୍ୟ ଯେଉଁଠି ଆମର ହର୍ଟିକଲଚର ଡିପାର୍ଟମେଣ୍ଟର ପୃଷ୍ଠପୋଷକତାରେ ଆରମ୍ଭ କରାହେଇଛି ତାକୁ ମଧ୍ୟ ବିଦେଶ ରପ୍ତାନି କରିଥିଲେ ଏବଂ ତାପରେ ସାରୁ ମଧ୍ୟ ପଠାଇଛନ୍ତି। ଏଇଟା ଆମର ବହୁତ ବଡ଼ ଖୁସିର କଥା। ଆମ ଢେଙ୍କାନାଳ ଜିଲ୍ଲାର ପନିପରିବାକୁ ବିଦେଶକୁ ପଠାଇଛନ୍ତି ଏବଂ ବିଦେଶରେ ଢେଙ୍କାନାଳ ପନିପରିବାର ଚାହିଦା ମଧ୍ୟ ବଢ଼ିଛି। ଯଦିଓ ଷ୍ଟ୍ରବେରୀ ଏବଂ ଆମ୍ବ ଏ ଦୁଇଟା ଫଳ ରହିଛି, ପନିପରିବା ଭିତରେ ପପୟା ଏବଂ ସାରୁ ରହିଛି। ଏଇଟା ଆମ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ତ ହେଉଛି ଏବଂ ଆମ୍ବ ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧି ଅଛି। ଷ୍ଟ୍ରବେରୀଟା ନୂଆ କରି ଏଠି ଇଣ୍ଟ୍ରୋଡ୍ୟୁସ୍ କରାହେଇଛି ହର୍ଟିକଲଚର ଡିପାର୍ଟମେଣ୍ଟର ଆନୁକୂଲ୍ୟରେ, ଆସିଷ୍ଟାନ୍ସରେ। ତ ୟାକୁ ପାଖାପାଖି 500ରୁ ଅଧିକ ଚାଷୀ ଏ ସପ୍ତଶଯ୍ୟା ଆଗ୍ରୋ ପ୍ରଡ୍ୟୁସର କମ୍ପାନୀରେ ଅଛନ୍ତି। ତ ସେମାନେ ତାଙ୍କର ଏଥିରେ ଗୋଟେ ଉଦ୍ୟମ କରିଛନ୍ତି ଯେ ଯେଉଁ ପାଲାଡିୟମ୍ ବୋଲି ଗୋଟେ ଅର୍ଗାନାଇଜେସନ୍ ଅଛି, ଯିଏକି ହର୍ଟିକଲଚର ଡିପାର୍ଟମେଣ୍ଟକୁ ଏଇ ବିଦେଶକୁ ରପ୍ତାନି କରିବା କ୍ଷେତ୍ରରେ ସପୋର୍ଟ ଦେଉଛି। ତା ମାଧ୍ୟମରେ ସପ୍ତଶଯ୍ୟା ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ୟାକୁ ବିଦେଶକୁ ପଠାଇଛନ୍ତି ଏବଂ ଢେଙ୍କାନାଳ ଜିଲ୍ଲା ପାଇଁ ଏଟା ଗୋଟେ ଗର୍ବ ଆଣିକି ଦେଇଛି। ବିଶେଷ କରି ମୁଣ୍ଡା ସାରୁର ଚାହିଦା ଅଧିକ ଥିବାରୁ ପ୍ରତ୍ୟେକ ଗାଁରୁ ଏହାକୁ ସଂଗ୍ରହ କରି ପ୍ରତି ସପ୍ତାହରେ ଇଂଲଣ୍ଡକୁ ରପ୍ତାନି କରାଯାଉଛି। ଏ ସମ୍ପର୍କରେ ସପ୍ତଶଯ୍ୟା କୃଷି ଉତ୍ପାଦକ କମ୍ପାନୀ ଲିମିଟେଡର ନିର୍ଦ୍ଦେଶକ ସୁଦୀପ୍ତ ରଞ୍ଜନ ବିଶ୍ୱାଳ କହିଛନ୍ତି, ସପ୍ତଶଯ୍ୟା ଆଗ୍ରୋ ପ୍ରଡ୍ୟୁସର କମ୍ପାନୀ ଗୋଟେ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନ୍, ଯେଉଁଟାକି 2018 ମସିହାରେ ରେଜିଷ୍ଟ୍ରେସନ କରାହେଇଥିଲା ଆମର ଢେଙ୍କାନାଳ ସଦର ବ୍ଲକର ଚାଷୀମାନଙ୍କୁ ନେଇ। ବର୍ତ୍ତମାନ ସମୟ ଭିତରେ 2026 ଭିତରେ ଆମର କମ୍ପାନୀ ସଦର ବ୍ଲକ, ଓଡାପଡା ବ୍ଲକ ଏବଂ ହିନ୍ଦୋଳ ବ୍ଲକର ଯେଉଁ ଚାଷୀମାନେ ଅଛନ୍ତି ସେମାନଙ୍କର କୃଷି ଉତ୍ପାଦକୁ ବଜାର ବ୍ୟବସ୍ଥା କରିବା ନିମନ୍ତେ କାର୍ଯ୍ୟ କରୁଛୁ। ପ୍ରଥମେ ଆମେ ଆମର ଲୋକାଲ ମାର୍କେଟକୁ ଟାର୍ଗେଟ କରୁଥିଲୁ ଜିନିଷ ବିକ୍ରି କରିବା ପାଇଁ, କୃଷି ଉତ୍ପାଦ ବିକ୍ରି କରିବା ପାଇଁ। ଏବେ ଆମେ ଏକ୍ସପୋର୍ଟ କରିବା ଉପରେ ପ୍ରୟାସ କରୁଛୁ ଏବଂ ଗଲାଥର ଆମ୍ବ, ଆମର ଭେଣ୍ଡି, କଲରା, ଡ୍ରାଗନ୍ ଫ୍ରୁଟ୍ ଏବଂ ଆମର ରହିଲା କଷ୍ଟାର୍ଡ ଆପଲ୍, ସାରୁ, ଏସବୁ ଅମୃତଭଣ୍ଡା, ଏସବୁ ଉପରେ ଆମେ ପାଖାପାଖି 38 ଟନ୍ର ବାହାରକୁ ପଠାଇ ସାରିଛୁ, ଯେଉଁ ଭିତରେ କି ଆମର ଦୁବାଇ, ଇଟାଲୀ, ଜର୍ମାନ, ଫ୍ରାନ୍ସ, ଆୟାରଲ୍ୟାଣ୍ଡ ସବୁ ସାମିଲ ଅଛନ୍ତି। ଏବଂ ଆମେ ଏବେ ବର୍ତ୍ତମାନ ସାରୁକୁ ଏବେ ରିସେଣ୍ଟଲି ଷ୍ଟ୍ରବେରୀ ପଠାଇଥିଲୁ ଏବଂ ସାରୁ ପ୍ରତି ସପ୍ତାହରେ ଆମର ଲଣ୍ଡନକୁ ପଠାଯାଉଛି, ଯେଉଁଥିରେ କି ଆମର ଲୋକାଲ ଯେଉଁ ଫାର୍ମର୍ସ ମାନେ ଅଛନ୍ତି ସେଥିରେ ଭଲ ସେମାନଙ୍କୁ ଇନକମ୍ ମିଳିପାରୁଛି ଏବଂ ବାହାର ମାର୍କେଟ ଦ୍ୱାରା ଆମ ପାଇଁ ଖୋଲା ରହିପାରୁଛି। ଜିଲ୍ଲାରେ ଭିଭି ଜି ରାମଜୀ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ କକ୍ଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ହେଲ୍ପ ଏଜ୍ ଇଣ୍ଡିଆ ସହଯୋଗରେ ଢେଙ୍କାନାଳ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ଲେଖକ ସଂସଦ ଭବନଠାରେ ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଏବଂ କଲ୍ୟାଣ ଅଧିନିୟମ 2007 ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଓ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମହିମା ଗାଦି ଜୋରନ୍ଦାଠାରେ ମହିମା ପୀଠ ଓ ଜୋରନ୍ଦା ମହାବିଦ୍ୟାଳୟର ଉନ୍ନତି ନିମନ୍ତେ 2 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହଠାରେ ସଡ଼କ ସୁରକ୍ଷା କମିଟି ବୈଠକ ଓ ରବି ଫସଲ ନିମନ୍ତେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ।